तो भारत ପାଇଁ ଖେଳୁଛି କିନ୍ତୁ ଆଇପିଏଲ୍ରେ ମୌକା ମିଳୁନାହିଁ। ତ ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲା ପରେ ଏମିତି କିଛି ପ୍ରତିକ୍ରିୟା ରଖିଲେ ସରଫରାଜ ଖାନ୍। କେଉଁ ବି ଫ୍ରାଞ୍ଚାଇଜି ୟାଙ୍କୁ ଏପର୍ଯ୍ୟନ୍ତ ନେଇନାହିଁ, କିନ୍ତୁ ସରଫରାଜ ଖାନ୍ଙ୍କ ଭାଗ୍ୟ ବଦଳିପାରେ। ଏବେ ସରଫରାଜ ଖାନ୍ ଆଉ ଅନକ୍ୟାପ୍ଡ ପ୍ଲେୟାର ନାହାନ୍ତି। ଭାରତ ଦଳର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମିଳିସାରିଛି ସରଫରାଜକୁ। ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ 3ଟା ଅର୍ଦ୍ଧଶତକ ଆସିଥିଲା ତାଙ୍କ ବ୍ୟାଟ୍ରୁ 4ଟା ଟେଷ୍ଟ ଇନିଂସରେ। ଟେଷ୍ଟକୁ ବି T20 ଷ୍ଟାଇଲରେ ଖେଳୁଛନ୍ତି ସରଫରାଜ ଖାନ୍। ଦିଲ୍ଲୀ କ୍ୟାପିଟାଲ୍ସରେ ସରଫରାଜ ଖାନ୍ଙ୍କୁ ମାତ୍ର 4 ଥର ମୌକା ମିଳିଥିଲା ଗତ ଥର। କେତେବେଳେ 30 ରନ୍ କରିଥିଲେ, କେତେବେଳେ 10 ରନ୍, କେତେବେଳେ ବିନା ଖାତା ଖୋଲି ଆଉଟ୍, ଆଉ କେତେବେଳେ 13 ରନ୍। ଦର୍ଶକ ବନ୍ଧୁମାନେ 2023 ଆଇପିଏଲ୍ ଆଉଟ୍ ଅଫ୍ ଫର୍ମ ଚାଲିଥିଲେ ସରଫରାଜ। ତାପରେ ସରଫରାଜ ଖାନ୍ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ୍ କରିଦେଲା, କିନ୍ତୁ ଡୋମେଷ୍ଟିକ୍ କ୍ରିକେଟରେ 2 ଥର ଟ୍ରିପଲ୍ ସେଞ୍ଚୁରୀ ମାରି ଭାରତ ଦଳରେ ପାଇଗଲେ ମୌକା ଟେଷ୍ଟ କ୍ରିକେଟରେ। ତ ସରଫରାଜ ଖାନ୍ କହିଲେ 6 ବର୍ଷରୁ କ୍ରିକେଟ ଖେଳୁଛି, ଭାରତ ପାଇଁ ଖେଳିବାର ସ୍ୱପ୍ନ ଥିଲା, ଆଉ ସୁଯୋଗ ମଧ୍ୟ ମିଳିଲା। ଆଇପିଏଲ୍ରେ ବର୍ତ୍ତମାନ ଯେଉଁ ଟିମ୍ ବି ମୋତେ ନେବ ତା ପାଇଁ ଖେଳିବି। ଗତ ବର୍ଷ ଆଉଟ୍ ଅଫ୍ ଫର୍ମ ଥିଲି, ଏ ଫର୍ମ ପାଇଗଲି। ଏହି ବର୍ଷ ନିଜକୁ ସାବ୍ୟସ୍ତ କରିଚାଲିଛନ୍ତି ସରଫରାଜ। ବାକି ଫ୍ରାଞ୍ଚାଇଜିମାନଙ୍କ ଉପରେ ନିର୍ଭର କିଏ ନେବ। ତ ଟ୍ରେଡ୍ ୱିଣ୍ଡୋ ଏବେ ବି ଖୋଲା ଅଛି। ଚର୍ଚ୍ଚା ହେଉଛି ସିଏସ୍କେ ଖେଳାଳି ଶିବମ ଦୁବେ ଇଞ୍ଜୋର୍ଡ ଅଛନ୍ତି। ତାଙ୍କ ଜାଗାରେ ସରଫରାଜ ଖାନ୍ଙ୍କୁ ଜାଗା ମିଳିବ ସିଏସ୍କେରେ। ଯଦି MS ଧୋନିଙ୍କ ଟିମ୍ରେ ପଳାଇ ଆସିବେ ସରଫରାଜ ଖାନ୍, ତାହେଲେ ସିଏସ୍କେର ଲାଲେଲାଲ। ଦର୍ଶକ ବନ୍ଧୁମାନେ ସରଫରାଜ ଖାନ୍ ବି ଆହୁରି ବଢ଼ିଆ ଫର୍ମକୁ ପଳାଇ ଆସିବେ ଯଦି MS ଧୋନିର ସାଥ ମିଳିଲା। ଯାହା ଆଇପିଏଲ୍ ପାଇଁ ତ ଭଲ ହେବ, ତା ସହିତ ନ୍ୟାସନାଲ କ୍ରିକେଟ ଦଳ ଭାରତ ପାଇଁ ବି ଭଲ ହେବ। ଆପଣମାନେ ମଧ୍ୟ ନିଜ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ ଅପଡେଟ୍ସ ପାଇଁ। ଧନ୍ୟବାଦ।